ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ କୃଷି ବିଭାଗ ପକ୍ଷରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହଯୋଗରେ କିର୍ମିରା ଏବଂ ନକ୍ସାପାଲିଠାରେ ଚାଷୀମାନଙ୍କୁ ଯାନ୍ତ୍ରିକ ଉପାୟରେ ଧାନ ବୁଣା ପଦ୍ଧତିର ସଚେତନତା କାର୍ଯ୍ୟକ୍ରମ କୃଷି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। କୃଷି ଅଧିକାରୀ ସୀମା ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ କୃଷି ଅଧିକାରୀ ପୃଥ୍ୱୀରାଜ ମଣ୍ଡଳ ଓ ଅତିରିକ୍ତ କୃଷି ଅଧିକାରୀ କୁଲାବୀରା ହେମନ୍ତ କୁମାର ଦଳେଇ ଯୋଗଦେଇ ଯାନ୍ତ୍ରିକ ଉପାୟରେ ଧାନ ବିହନ ବୁଣା ସହ ରୋଗ ପୋକ ଘାସମରା ଔଷଧ ପ୍ରୟୋଗ ବିଷୟରେ ସଚେତନତା କରିଥିଲେ। ଦିନକୁ ଦିନ ବର୍ଷା ଅଭାବ ହେବା ଦ୍ୱାରା ରୁଆ ହୋଇପାରୁନଥିବା ବେଳେ ଭଲ ବିହନ ଧାନ ବୁଣି ଅଧିକ ଲାଭବାନ ହୋଇପାରିବା ବିଷୟରେ ସେ ବୁଝାଇଥିଲେ। ସ୍ଥାନୀୟ ସରପଞ୍ଚ ସନ୍ତୋଷିନୀ ପଟେଲ, କିର୍ମିରା ସେବା ସମବାୟ ସମିତି ସଭାପତି ଶରତ ଚନ୍ଦ୍ର ପଟେଲ, ଅଞ୍ଚଳର ବଡ଼ ଚାଷୀ ସୁଧୀର ନାୟକ, କୃଷକ ସାଥୀ ପ୍ରମୋଦ ସାହୁ, ବୀରପଥ କୁଆ ସमेत ଅନେକ ଚାଷୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। एटीएम सुनील कुमार नायक, ज्योत्ना पटेल प्रमुख कार्यक्रम सहयोग करथिले। ग्रामांचल कृषि कर्मचारी सुरभि पटेल शेष में धन्यवाद अर्पण करथिले। पानी हेले आपण रुआ करिवे, किंतु हमर जून परे जति वर्षा होउची बुणा धान पई प्राय यथेष्ट, किंतु रुआ पई हमर सब वर्ष लेट एथि पई होउची जे पर्याप्त परिमाण रे वर्षा हो नहीं। रुआ पई वेट करूछु, गला बुढ़ा हो जाउची, ठीक से आदाय दउ नहीं, किंतु टाइमली करि पारे। आज जो आपकर 25-30 वर्ष आगु हमर बड़ू माने रुआ करनुथिले, बुणा धान करिकी करूथे। मुख्य उद्देश्य थिला जे हमर माटी माकू ठीक रखिला। आमी बुणा करिबा रुआ भितर माटी आउ जाला हमर परिवेश ठीक रही। परिवेश केमती ठीक रही आपको जो गरम आस्ते आस्ते बढ़ी